ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଦଶାବତାର ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରାଯାଇଛି। ଘଣ୍ଟ ଘଣ୍ଟା ସାଙ୍ଗକୁ ଦୀପ ଲଗାଯାଇ କରାଯାଇଛି ପୂଜାର୍ଚ୍ଚନା। ସିଂହଦ୍ୱାର ଗୁମୁଟରେ କେବେ ସ୍ଥାନ ପାଇବ ଦଶାବତାର ମୂର୍ତ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ପୌରାଣିକ ତଥ୍ୟ ଅନୁସାରେ ପ୍ରାୟ 150 ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିବା ବେଲେ ପରବର୍ତ୍ତୀ ସମୟରେ ମହାରାଜା ମାନେ ଏ ଦଶାବତାର ମୂର୍ତ୍ତି ସ୍ଥାପନ କରିଥିଲେ। ତେବେ ନବମ ଅବତାରକୁ ନେଇ ବିବାଦ ପରେ ଦୀର୍ଘ ବର୍ଷ ହେବ ଲାଗିପାରି ନାହିଁ ଦଶାବତାର ମୂର୍ତ୍ତି। ଏଣୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ 10 ଅବତାର ମୂର୍ତ୍ତି ଆଣି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଦର୍ଶନ କରାଯାଇଛି। ଘଣ୍ଟ ଘଣ୍ଟା ଆଧ୍ୟାତ୍ମିକ ଧ୍ୱନି ମଧ୍ୟରେ ପବିତ୍ର ଶ୍ରୀ ପଞ୍ଚମୀରେ ଏ 10 ଅବତାର ମୂର୍ତ୍ତି ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରକୁ ଏଥିପାଇଁ 1 ମାସ ସମୟ ଦିଆଯାଇଛି। ପ୍ରଶାସନ ଏହା ନ ଲଗାଇଲେ ବାଧ୍ୟ ହୋଇ ଭକ୍ତଙ୍କ ସହାୟତାରେ ଶ୍ରୀ ଜଗନ୍ନାଥ ସେନା ଏହା ଲଗାଇବେ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କୁହନ୍ତି, ପ୍ରତ୍ନତତ୍ତ୍ୱ ବିଭାଗର ବରାଦ ଅନୁସାରେ 10 ଅବତାର ମୂର୍ତ୍ତି ନିର୍ମାଣ ହୋଇଛି, ହେଲେ ଆଜି ପର୍ଯ୍ୟନ୍ତ ଏ ମୂର୍ତ୍ତିକୁ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଲଗାଯାଇ ନାହିଁ। ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀକୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମାତ୍ର 35,000 ଟଙ୍କା ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇନି। ଆମେ ଶିଳ୍ପୀଙ୍କୁ ତାଙ୍କ ପ୍ରାପ୍ୟ ଦେଇ ମୂର୍ତ୍ତିକୁ ଆଣିଛୁ। ଆମେ ପ୍ରଶାସନକୁ 1 ମାସ ସମୟ ଦେଉଛୁ এই 10 ଅବତାର ମୂର୍ତ୍ତି ଲଗାଇବା ପାଇଁ। ନହେଲେ ଆମେ ସବୁ ଜଗନ୍ନାଥ ପ୍ରେମୀ ଏକାଠି ହୋଇ ମୂର୍ତ୍ତିକୁ ସିଂହଦ୍ୱାର ଗୁମୁଟରେ ଲଗାଇବୁ। ଆମ ପାଇଁ ଆମ ମହାପ୍ରଭୁ ହିଁ ବଡ଼। ଶ୍ରୀମନ୍ଦିର ହେଉଛି ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର। ତେବେ 10 ଅବତାର ମୂର୍ତ୍ତିରେ ନବମ ସ୍ଥାନରେ ଜଗନ୍ନାଥଙ୍କ ସ୍ଥାନରେ ବୃଦ୍ଧଙ୍କୁ ସ୍ଥାନ ଦିଆଯିବା ଉଚିତ ବୋଲି ବିବାଦ ଲାଗି ରହିଛି। ତେବେ ବୁଦ୍ଧ ଭଗବାନ ବିଷ୍ଣୁଙ୍କ ଅବତାର ନଥିଲେ। ଏଣୁ ଏହି ସବୁ ବିବାଦକୁ ବନ୍ଦ କରାଯାଇ ଯଥାଶୀଘ୍ର ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ 10 ଅବତାର ମୂର୍ତ୍ତି ଲଗାଯାଉ। ଆଉ ଏଥିରେ ବିଳମ୍ବ କରାଗଲେ ଏହାକୁ ସହ୍ୟ କରାଯିବ ନାହିଁ। ସମସ୍ତ ଆମେ ଜବାବ ଦେଇଥିଲେ ଶ୍ରୀକ୍ଷେତ୍ରବାସୀ 10 ଅବତାର ଆମେ ଆଣିବା ଏବଂ ଏଇଠି ରଖିବା, ସରକାରଙ୍କୁ ବାଧ୍ୟ କରିବା ଲଗେଇବା ପାଇଁ। ଏ 10 ଅବତାର ଆମେ ତିଆରି କରିନୁ, ଶିଳ୍ପୀ ତିଆରି କରିଛନ୍ତି, ପ୍ରତ୍ନତତ୍ତ୍ୱ ବିଭାଗର ବରାଦରେ ତିଆରି ହେଇଛି। ସେମାନଙ୍କୁ ଦେଇଥିଲେ ତିଆରି କରିବା ପାଇଁ ପ୍ରଶାସନ, ସରକାର, ପ୍ରତ୍ନତତ୍ତ୍ୱ ବିଭାଗ। କିନ୍ତୁ ଟଙ୍କା 35,000 ଦେଇପାରିଲେନି ବୋଲି ମୂର୍ତ୍ତି ଆସିପାରୁନଥିଲା। ଆମେ ଝାଳ ବୁଆ ଦନରୁ 35,000 ଟଙ୍କା ଦେଇଛୁ। ଏଇଟା କହିବା କଥା ନୁହଁ। ଆମେ କିଏ ଦବା ଲୋକ ସିଏ ଦେଇଛନ୍ତି। ବର୍ତ୍ତମାନ ମୂର୍ତ୍ତି ଏଠିକି ଆସିଗଲା। 15 ଦିନରୁ ମାସେ ସମୟ ଦେଲୁ ସରକାରଙ୍କୁ, ପ୍ରଶାସନକୁ, ଆପଣ ଲଗାନ୍ତୁ। ନହେଲେ ଆମର ଦମ ଅଛି। ଆମର ଯେ ଶିଳ୍ପୀକୁ ତିଆରି କରିଛନ୍ତି ମହେନ୍ଦ୍ର ବାବୁ ଏବଂ ଏଠାକାର ପଥୁରିଆ ମାନେ ରାଜି ଅଛନ୍ତି ମୂର୍ତ୍ତି ଲଗେଇ ଦେବା ପାଇଁ ମାଗଣାରେ। କାରଣ ପ୍ରଶାସକ 5 ଦିନ ପାଇଁ ଆସିଛନ୍ତି, କାଲି ପଳେଇବେ। ମନ୍ଦିର ଆମର, ସରକାର 5 ବର୍ଷ ପାଇଁ ଆସିଛି, କାଲି ପଳେଇବ। ମନ୍ଦିର ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର। ଓଡ଼ିଆ ସବୁବେଳେ ନିଜେ ଖାଇବାକୁ ପାଏନି ପଛେ ମାଗି ଖିଆ ହେଇକି ରହିଥାଏ, କିନ୍ତୁ ଜଗନ୍ନାଥକୁ ରାଜା ଭଳିଆ ରଖିଥାଏ। ମୋ ଓଡ଼ିଆ ଜାତି ପାଖରେ ମୁଁ ସେଥିପାଇଁ କୃତଜ୍ଞ ଯେ ଆମ ପାଖରେ କାଳିଆ ଅଛି। ପୃଥିବୀରେ ଏତେ ଜାଗା ଅଛି, କିନ୍ତୁ ସେ ଆମକୁ କାହିଁ ଦେଲେ? ଆଉ ଯୋଉ କହୁଛନ୍ତି ବୁଦ୍ଧ ଜରିଟା ଉଠେଇ ବୁଦ୍ଧ କେବେ ବିଷ୍ଣୁଙ୍କ ଅବତାର ନଥିଲେ। ଆମର ଗୋଟିଏ ପ୍ରଶ୍ନ, ବୁଦ୍ଧର ଯୋଉ ପ୍ରେମୀ ମାନେ ଅଛନ୍ତି ଆମେ କାହାକୁ ନିନ୍ଦା କରୁନୁ। ଯଦି ଏଠୁ 10 ଅବତାର ନ ହଟିଥାନ୍ତା ତାହେଲେ କଣ ଥାନ୍ତା? ଯାହା ଥିଲା ସେୟା ରହିବ ନା ଆମେ ତାକୁ ବଦଳେଇ ଦେବା? ଏଇ 10 ଅବତାର ମନ୍ଦିର ଭିତରେ ଯୋଡ଼େ ଜାଗାରେ ଅଛନ୍ତି। ଗରୁଡ଼ ଖମ୍ବ ପଛପଟେ ଓଡ଼ିଆ ମାନେ ଯାଇ ଦେଖିପାରିବେ, ହିନ୍ଦୁ ମାନେ ଯାଇ ଦେଖିପାରିବେ ଏବଂ ସୁଆର ମାସର ନିଜ ଘରେ। ଏଠି ପୁଣି କଣ ହିନ୍ଦୁ ମାନେ ଭିତରକୁ ପ୍ରବେଶ କରିପାରିବେ, ଅନ୍ୟମାନେ କରିବେ ନାହିଁ ଯୋଉ ବୋର୍ଡ ଥିଲା ତାକୁ ବି କଣ ସରକାର ଉଠେଇ ଦେଲେଣି? କଣ ଏଇଟା ଇସ୍କନ ପ୍ରେମ କି? ଏଇଟା ଆଜ୍ଞା ସନାତନ ହିନ୍ଦୁଙ୍କର ମୂଳ ପୀଠ। ୟା ସାଙ୍ଗରେ ଖେଳ ଖେଳିବା ଚଳିବ ନାହିଁ। ଆଜି କରିବା କାଲି କରିବା, ଇ କଣ ଛୁଆ ହେଇଗଲା ଆସିକିରି 15 ଦିନ ଡେଡଲାଇନ। କିଏ ବୁଦ୍ଧ ପିଲା ଅଛି ସାମ୍ନାକୁ ଆସ, ଜଗା ପିଲା ଏଠି ରେଡି ହେଇକି ଅଛୁ। ବୁଦ୍ଧ କେବେ ବି ବିଷ୍ଣୁଙ୍କର ଅବତାର ନଥିଲେ। এই যে ଆପଣ ବିବାଦ ସୃଷ୍ଟି କରୁଛନ୍ତି, କୋଢି କଷ୍ଟ ହେଇକି ମରିବେ ମହାପାପ ଇଏ। ଜୟ ଜଗନ୍ନାଥ। ବ୍ୟୁରୋ ରିପୋର୍ଟ, ସମ୍ୟକ ଖବର।